ଶ୍ରୀ ଗଣେଶାୟ ନମଃ। କାର୍ତ୍ତିକ ପୁରାଣ ଚତୁର୍ବିଂଶ ଅଧ୍ୟାୟ। ଧନେଶ୍ୱର ବିପ୍ର ନର୍କ ନିସ୍ତାରଣ। ଶ୍ରୀକୃଷ୍ଣ ଉବାଚ ତତୋମୁଦ୍ଗର ନିର୍ଭିନ୍ନ ମୂର୍ଧନମ୍ ପ୍ରେତଯୋନୟତ୍ କୁମ୍ଭୀପାକେ କ୍ଷିପ୍ରତ୍ୟାସୁ ତୈଳମ୍ କୋଥଳ ସଂସ୍ଥିତେ। ସତ୍ୟଭାମାଗରେ କହନ୍ତି ଆଦି ମୂଳ ସୁଜନ ଜନ ସଙ୍ଗମେ ମିଳେ ଯେଉଁ ଫଳ। ସେ କଥା କହିବା ଏବେ ଶୁଣ ଏକଚିତ୍ତେ ଧନେଶ୍ୱର ବିପ୍ରକୁ ଧରିଣ ଯମଦୂତେ। ତର୍ଜନ୍ତି ଗର୍ଜନ୍ତି ଦୂତ ମାନେ କୋପ ଭରେ ଲୌହ ଯେ ମୁଦ୍ଗର ମାନ ଧରି ନିଜ କରେ। କଣ୍ଟକ ଶିଳା ଉପରେ ବିପ୍ରକୁ ବସାଇ ମୁଣ୍ଡ ଉପରେ ତାହାର ପିଟନ୍ତି ନିଠାଇ। ଶରୀର ମଧ୍ୟରେ ଅଛି ଯେତେ ଅସ୍ଥି ଦଣ୍ଡା ମାଡ଼ ମାରି ଶରୀରକୁ କଲେ ମସି ଗୁଣ୍ଡା। ଅସ୍ଥି ସହିତରେ ଯେ ଶୋଣିତ ମାଂସ ପେଶୀ ଦେଖିଲା ମାତ୍ରେ କୋଳେ କାଟିଲା ପ୍ରାୟ ଦିଶି। କୁନ୍ତ ମୁନ ଉପରେ ବିପ୍ରକୁ ଘେନି ତୋଳି ଶୁଷ୍କ କାଷ୍ଠରେ ତୈଳ ଦ୍ରୋଣୀ ଚୁଲି ଜାଳି। ହୁତାସନ ନଳର ତେଜରେ ଚିକଣ ଟବ ଟବ ହୋଇ ଫୁଟେ ଯେହ୍ନେ ଅଗ୍ନି ବାଣ। ଧନେଶ୍ୱର ବିପ୍ରକୁ ସେ ତୈଳ ଭାଣ୍ଡେ ନେଇ ସେ ତୈଳ ଦ୍ରୋଣୀ ଭିତରେ ତାହାକୁ ପକାଇ। ବ୍ରାହ୍ମଣ ସେ ଅଗ୍ନିକୁଣ୍ଡ ମଧ୍ୟରେ ପଡ଼ିଲା ଅନ୍ୟ ଦେହ ଧରି ତୈଳ କୁଣ୍ଡେ ଉଭା ହେଲା। ତୈଳ କୁଣ୍ଡ ଅଗ୍ନି କ୍ଷଣେ ଗଲା ଉଭେଇ ଆଚମ୍ବିତ ହେଲେ ପ୍ରେତ ଗଣେ ନେତ୍ରେ ଚାହିଁ। ଦୂତ ଗଣେ ଜଣାଇଲେ ଜନ୍ତୁପତି ଆଗେ ମନ୍ତ୍ରୀ ସହ ଜନ୍ତୁପତି ପ୍ରବେଶିଲେ ବେଗେ। ଏମନ୍ତ ସମୟରେ ନାରଦ ମୁନିବର ଦଣ୍ଡକୁଣ୍ଡ ନିକଟରେ ହୋଇଲେ ହାଜର। ମୁନିଙ୍କି ଦେଖିଣ ଯମ ନିଉଛାଳି ହେଲେ ଦଣ୍ଡ ପ୍ରଲମ୍ବିତ ହୋଇ ପାଦରେ ପଡ଼ିଲେ। କଲ୍ୟାଣ କରିଣ ଯେ ବୋଲନ୍ତି ମୁନିବର ଆହେ ଜନ୍ତୁପତି ଏହା କି କର୍ମ ତୋହର। ଏଡ଼ିକି ଅଜ୍ଞାନ ଯେ ଅଟଇ ତୋର ପିଣ୍ଡ ବିଷ୍ଣୁ ଭକ୍ତକୁ କିମ୍ପାଇ ଦେଉଅଛୁ ଦଣ୍ଡ। ଏକ ମନ ହୋଇ ଏବେ ଶୁଣ ତୁ ସୁଚିତେ ଏହି ଧନେଶ୍ୱର ଜାଣ ବିପ୍ରଙ୍କ ସଙ୍ଗତେ। ମାସକ ପର୍ଯ୍ୟନ୍ତେ ରହିଲା ତାଙ୍କ ମେଳେ କାର୍ତ୍ତିକ କୃତ ମହାବ୍ରତ ଯେ ଯେଉଁ ସ୍ଥଳେ। ସେହି କାର୍ତ୍ତିକ ବ୍ରତର ମହିମା ଏମନ୍ତ ଯେଉଁ ଜନ କରେ ତାର ପୁଣ୍ୟ ଯେ ଅନନ୍ତ। ଏପରି ଲୋକଙ୍କ ସଙ୍ଗତରେ ଜାଣ ଦିନେ ମିଳିତ ହୁଅନ୍ତି ଯଦି ପାପୀ ଦୋଷୀ ମାନେ।
ତାହାଙ୍କ ଦେହରେ ଜାଣ ଯେତେ କ୍ଲେଶ ଥାଇ, ଦର୍ଶନ ମାତ୍ର କେ ଜାଣ ସବୁ କ୍ଷୟ ଯାଇ। ଏଥକୁ ତୁ ଯମରାଜ ଶୁଣ ଉପଲକ୍ଷ, ଶୁଷ୍କ କାଷ୍ଠକୁ ଯେପରି ଅଗ୍ନି କରେ ଭକ୍ଷ। ସେହି କାଷ୍ଠ ସଙ୍ଗେ ଜାଣ ଓଦା କାଷ୍ଠ ମିଶି, ଗଲେ ଯେଉଁ ପରି ସେହି କାଷ୍ଠ ହୁଏ ଧ୍ୱଂସୀ। ଏହି ପ୍ରକାରେ ଜାଣ ସାଧୁ ସଙ୍ଗ ଗୁଣ, ଦୁର୍ଜନ ହୋଇଥିଲେ ହୁଅଇ ସୁଜନ। ଏଡ଼େକ ଜ୍ଞାନ କିମ୍ପା ଅଟେ ତୋର ପିଣ୍ଡ, ବିଷ୍ଣୁ ଭକତକୁ ଆଣି ଦେଉଅଛୁ ଦଣ୍ଡ। କାର୍ତ୍ତିକ ବ୍ରତ ପାଳନ କାରୀଙ୍କ ସଙ୍ଗତେ, ଏହି ବିପ୍ର ଥିଲା ଜାଣ ମାସେ ପର୍ଯ୍ୟନ୍ତେ। ମାସେ ସମ୍ପୂର୍ଣ୍ଣ ପର୍ଯ୍ୟନ୍ତ ଥିଲା ଜାଣ ରହି, ଏହାର ଶରୀରେ ପାପ ତାପ କିଛି ନାହିଁ। ଏପରି ଲୋକଙ୍କୁ ଯେବେ ବିହିଲୁ କଷଣ, ତୋହର ଯେ ଅମଙ୍ଗଳ ହେବ ନିଶ୍ଚୟ ଜାଣ। ଏହି ଅଭିମାନ ରହିଛି କି ତୋର ମନେ, ଏହିପରି ହୋଇ ରହିବୁ ତୁ ସବୁଦିନେ। କରଣ ଗଣ ଆବର ଯେତେ ଯମଦୂତେ, ଏହି ମାନେ କି ସର୍ବଦା ଥିବେ ତୋ ସଙ୍ଗତେ। ଏହିପରି କି ତୋହର ମନେ ଅଛୁ ମଣି, ବିଷ୍ଣୁଙ୍କର ମାୟାକୁ କି ନାହୁଁ ତୁ ହି ଜାଣି। ଅତୀତରେ ତୋହ ପରି ଲକ୍ଷେ ଲକ୍ଷେ ଯମ, ଯାହାର ଭୃତ୍ୟକୁ କେହି ନ ହୋଇଲେ ସମ। ତୋହ ପରି କେବେ କେତେ ଯମପଣ ପାଇ, ପଲକ ମାତ୍ର କେ ସେହି ଚାଲିଗଲେ କାହିଁ। କେବଳ ମାତ୍ର ବାବୁ କଲା କର୍ମ କଥା, କୀର୍ତ୍ତି ଅକୀର୍ତ୍ତି ବୋଲିଣ ଅଟେବେ ନିଜଥା। ଏହି କଥା ଗୋଟି ତୁନ ଜାଣି ମୂର୍ଖପଣେ, ଜାଣି ଶୁଣି ଜୀବକୁ ଦଣ୍ଡୁଛୁ କାରଣେ। ଅଳପ ମାତ୍ର ବାବୁ ଅଧିକାର ପାଇ, ଭୀମ ଯିଅଛୁ ପଣ ମଦରେ ମତ ହୋଇ। ପ୍ରାଣୀମାନଙ୍କର ଦୋଷ ଗୁଣ ନ ବିଚାରି, ରଜସ ଗୁଣ ତୋହର ମନେ ଅଛୁ ଧରି। ଯେ ବଣ ଜନ ପରକୁ ଗଞ୍ଜେ ପ୍ରଭୁ ପଣେ, କାଳେ ଆପଣେ ତାହା ଭୁଞ୍ଜଇ ସତ ଗୁଣେ। ସକଳ ସମ୍ପଦ ତାର ଅଳ୍ପେ ଯାଏ ଛାଡ଼ି, ଦେହ ଅନ୍ତେ ସେହି ଲୋକ ନର୍କ ମଧ୍ୟେ ପଡ଼ି। ଜୀବନ୍ତେଣ ବହୁ ତର କଷ୍ଟ ଭୋଗ କରି, ସେପରି ଲୋକ ନୁହଁଇ ପ୍ରଭୁ ଭୃତ୍ୟ ସରି। ଏମନ୍ତ ଅଟଇ ଜାଣ ଗୋବିନ୍ଦଙ୍କ ଖେଳ, ବଡ଼ର ଉପରେ ବାବୁ ଅଛି ପୁଣି ବଡ଼। ଏଡ଼େ ଲୋକ ହୋଇ କିମ୍ପା ଏହା ନ ବିଚାରୁ, ଭଲ ପ୍ରମାଣେ ମନ୍ତ୍ରୀମାନଙ୍କୁ ନ ପଚାରୁ। ଏହି ଯେଉଁ ତୋହର କରଣ ବେ ନିଜନ,
କି କଥା ମାନ ସେ ଲେଖନ୍ତି ପ୍ରତିଦିନ। ଯେ ବଣ ଦଣ୍ଡକୁ ଯୋଗ୍ୟ ଅଟେ ଯେଉଁ ପ୍ରାଣୀ, ମନ ଇଚ୍ଛା କହି ଯାନ୍ତି କିଛି ହିଁ ନ ଜାଣି। ଆମ୍ଭ ବିଚାରକୁ ତୋର ସ୍ୱଭାବ ବିବେକ, ଯେଣୁ ନାହାନ୍ତି ତୋଠାରେ କେହି ବିଜ୍ଞ ଲୋକ। ଏକଥାରେ ଯେବେ ତୋର ମନେ ଅଛି ଭୟ, ସମସ୍ତ ବୁଝି ବିଚାରି କାର୍ଯ୍ୟ କର ରାୟ। ଏବେ ଆମ୍ଭର ବଚନ ମନେ ରଖ ବାବୁ, ଯେ ବଣ ଲୋକମାନଙ୍କୁ ଦଣ୍ଡ ନ ବିହିବୁ। ସେ କଥାକୁ ଏକ ମନେ ଶୁଣ ଜନ୍ତୁପତି, ଯେ ବଣ ଲୋକ ଗୋଟିକ ଅଟେ ବିଷ୍ଣୁ ଭକ୍ତି। ଯେଉଁ ଜନ ଗୋବିନ୍ଦଙ୍କ କରି ଗୁଣଗାନ, ନିର୍ମଳ ଭାବରେ ସଦା ନେଉଥାଏ ଦିନ। ବିଷ୍ଣୁ ପ୍ରୀତି ଅର୍ଥେ ଯେହୁ କରେ ତପଦାନ, ଅବା କେଉଁ ଲୋକ କରେ ତୀର୍ଥକୁ ଗମନ। ଯେଉଁ ଜନ କରେ ଯଜ୍ଞ ବ୍ରତ ଧର୍ମ କୀର୍ତ୍ତି, ସମସ୍ତ କଳ୍ପିତ କରି କରେ ବିଷ୍ଣୁ କୀର୍ତ୍ତି। ସିଏ ଏକାଦଶୀ ଅଟଇ ବ୍ରତ ମଧ୍ୟେ ରାଜା, କାର୍ତ୍ତିକ ମାସରେ ଯେହୁ କରେ ବିଷ୍ଣୁ ପୂଜା। ଆବର ଜାଣ ମକର ମେଷ ଆଦି କରି, ଯେ ବଣ ଜନଟି ହୋଇଥିବ ବ୍ରତାଚାରୀ। ତୁଳସୀର ସେବା ଯେ କରଇ ଦିନେ ଦିନେ, ଏହି ପ୍ରକାରେ ରହିଥିବେ ଯେଉଁମାନେ। ଏମନ୍ତ ଲୋକମାନେ ଯେ ସ୍ଥାନେ ଥିବେ ରହି, ସେମାନଙ୍କ ସଙ୍ଗତରେ ଯେଉଁ ଲୋକ ଥାଇ। ଏପରି ଲୋକମାନେ ଅଟନ୍ତି ପୁଣ୍ୟମୟ, ଏହିମାନଙ୍କୁ ଦଣ୍ଡନ ଦେବୁ ଜନ୍ତୁରାୟ। ଯଦି ତାଙ୍କଠାରେ ରହିଥିବ ପୂର୍ବ ପାପ, ତଥାପି ତାହାଙ୍କୁ କେବେ ନ କରିବୁ କୋପ। କାର୍ତ୍ତିକ ବ୍ରତ ଅଟଇ ବ୍ରତ ମଧ୍ୟେ ସାର, ଦିନେ ହେଲେ ମଧ୍ୟ କରି ବହି ଯେଉଁ ନର। ସେପରି ଲୋକ ପାଖକୁ ତୋହର ଯେ ଦୂତେ, ରାଣ ଦେଉଛୁ ଆଉ କି ଯିବେ କଦାଚିତେ। ଏବେ ସେହି ଧନେଶ୍ୱର ବ୍ରାହ୍ମଣକୁ ଆଣି, ଅନେକ ଉପରୋଧି ତାକୁ କହ ଦଣ୍ଡ ପାଣି। ଏମନ୍ତ ପ୍ରକାରେ ମୁନି କହି ଯମ ଆଗେ, ଅନ୍ତର୍ଧ୍ୟାନ ହୋଇ ଚାଲିଗଲେ ଶୂନ୍ୟ ମାର୍ଗେ। ମୁନି ବାକ୍ୟେ ଆଶ୍ଚର୍ଯ୍ୟ ହୋଇଲା ଜନ୍ତୁପତି, ଦୂତମାନଙ୍କୁ ହକାରି ଏପରି କହନ୍ତି। ବ୍ରାହ୍ମଣଙ୍କୁ ଶୀଘ୍ର ଯାଇ ଆଣ ଆମ୍ଭ ପାଶ, ନପୁଣ ସେ ଆମ୍ଭ ଠାରେ କରିଥିବ ରସ। ଏଡ଼େ ଲୋକ ବୋଲି ବ୍ରାହ୍ମଣକୁ ନ ଜାଣିଲି, ନ ବୁଝି ବିଚାରି ମୁହିଁ ଦ୍ରୋହ କର୍ମ କଲି। ଏବେ ଆଣ ତାହାକୁ କରିବା ମନବୋଧ, ଯେଉଁପରି ଆମ୍ଭଙ୍କୁ ସେ ନ କରିବ କ୍ରୋଧ।
ତୁମ୍ଭେ ମାନେ କହ ଯାଇ ସେ ବ୍ରାହ୍ମଣ ଆଗେ, ବୁଝାଇ କହିବ ଧର୍ମଶାସ୍ତ୍ର ଯୋଗେ। ଏହିପରି ଯମ ରାଜାଙ୍କର ବାକ୍ୟ ଶୁଣି, ପ୍ରେତଗଣ ମାନେ ଚଳିଗଲେ ତତ୍କ୍ଷଣି। ତୈଳ ଦ୍ରୋଣୀ ମଧ୍ୟରୁ ବିପ୍ରକୁ କାଢ଼ି ଆଣି, ବିଶ୍ୱାସ ଭାବେ ମଧୁରେ କହନ୍ତି ବଖାଣି। ଆହେ ବିପ୍ରବର ତୁମ୍ଭେ ସାବଧାନେ ଶୁଣ, ଦଣ୍ଡ ଦିଅନ୍ତି ସମନ ଦେଖି ପାପ ପୁଣ୍ୟ। ଏବେ ଆପଣଙ୍କୁ ଆମ୍ଭେ କହୁଛୁଁ ଥୋକାଏ, ଉଚିତ ପ୍ରମାଣେ ଧର୍ମ ଶାସ୍ତ୍ର ଯାହା କାଏ। ପ୍ରଥମ ଦଫାରେ ତୁମ୍ଭେ ଶୁଣ ଯମଦଣ୍ଡ, ଏହି ଦେଖ ନିକଟରେ ଯେଉଁ ନର୍କ କୁଣ୍ଡ। 40 ଶତ ନାମ ଯେ ଏହାର ଅଟଇ, ନର୍କ ସମୁଦ୍ର ଏଥିରେ ସଦା ପୂର୍ଣ୍ଣ ଥାଇ। ଏହାଙ୍କ ପରେ ଶପଥ ନର୍କେ ଅଟେ ଶେଷ, ଏହାଙ୍କର ମଧ୍ୟେ ପୁଣି ଅଛି ବେନି ଜ୍ୟେଷ୍ଠ। ସେମାନେ ଅଟନ୍ତି ରୌରବ କୁମ୍ଭୀପାକ, ଅତ୍ୟନ୍ତ ଦୁଃସହ ଅଟଇ ସେହି ନର୍କ। ଏଥିରେ ପଡ଼ନ୍ତି ଯେଉଁ ପାପୀ ଜନମାନେ, ସେ କଥା ଗୋଟିକ ଏବେ ଶୁଣ ସାବଧାନେ। ଆମ୍ଭେମାନେ ଦୂତ ଯମଙ୍କର ଆଜ୍ଞା ଘେନି, ପାପୀମାନଙ୍କୁ ଜାଇଣ ଆଣୁ ସଞ୍ଜୀବନୀ। ପଥମାନ ଦୁର୍ଗମ ଯେ ଅଟେ ଯମ ଆଳେ, ଆମ୍ଭେ କି କହିବୁ ଦେଖୁଛୁ ତବେ ନିଡୋଳେ। ସମନ ଭୁବନେ ଦଣ୍ଡ ମାନ ଅଛି ଯେତେ, ତାହା ଆପଣଙ୍କ ଆଗେ ବଖାଣିବୁ କେତେ। ସେହି କଥା ଗୋଟିଏ ଏବେ ଶୁଣ ଦ୍ୱିଜ ଶ୍ରେଷ୍ଠ, ଯେ ବଣ ପାପୀଙ୍କୁ ଜାଣ ଅଟେ ଯେଉଁ କଷ୍ଟ। ଏତିକି ମାତ୍ର କେବଳ ବିଷ୍ଣୁ ଭକ୍ତ ଜନେ, ଦଣ୍ଡ ଶାସ୍ତି ମାନଙ୍କୁ ନ ଦେଖନ୍ତି ନୟନେ। ଦଣ୍ଡ ଅଟଇ କେବଳ ପାପୀ ଜନେ ଗ୍ରାସ, ତେଣୁ ସୁଜନେ ବିଷ୍ଣୁଙ୍କୁ କରିଥାନ୍ତି ଆସ। ଯମଦଣ୍ଡ ପାଇଁ ବିଷ୍ଣୁ ସେବା ସେ କରନ୍ତି, ପାପ ତାପ ନାଶୀ ବିଷ୍ଣୁ ଲୋକଙ୍କୁ ଗମନ୍ତି। ଶୁଣିଲ ତ ସାଧୁ ଜନେ ଧର୍ମ ସାର ତତ୍ତ୍ୱ, ଧନେଶ୍ୱର ବିପ୍ରଙ୍କୁ କହିଲେ ଯମଦୂତ। ଏମନ୍ତ ଅଟଇ ସାଧୁ ସଙ୍ଗମର ଫଳ, କାର୍ତ୍ତିକ ବ୍ରତ ପାଳନେ ମିଳଇ କେବଳ। କାର୍ତ୍ତିକ ବ୍ରତ ଅଟଇ ବ୍ରତ ମଧ୍ୟେ ସାର, ଏଣୁ ବିଶୁଦ୍ଧ ମନେ କାର୍ତ୍ତିକ ସ୍ନାନ କର। ଶୁଦ୍ଧ ଜଳେ ସ୍ନାନ ସାରି ଓଦା ବସ୍ତ୍ର ପିନ୍ଧି, ତୁଳସୀ ମୂଳକୁ ଆସି ଭକ୍ତି ଭରେ ବନ୍ଦୀ। ପୂର୍ବ ମୁଖେ ବସି ହର୍ଷେ ଦିଅ ଦୀପଦାନ, ଶୁଦ୍ଧ ମନେ ବସି ଶୁଣ କାର୍ତ୍ତିକ ପୁରାଣ। ଚଉରାର ଚତୁର୍ଦିଗେ ସଂକୀର୍ତ୍ତନ କରି, ପ୍ରେମେ ଭୋଳ ହୋଇ ମୁଖେ
बोल हरि 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 बोल हुलहुली दिय उच्च स्वरे अन्तिमे गति मुक्ति पाइब तीरे लक्ष्मी नारायण नाम मुखे सदारट भणे ना कपाळ सबु फिटिब संकट। इति श्री पद्मपुराणे उत्तरखंडे कार्तिक पुराणे धनेश्वर विप्र नरक निस्तारणे भक्तनाक पाळकृते नाम चतुर्विंश अध्याय। पंचविंश अध्याय धनेश्वर विप्र मोक्षण। नारदस्य वचः प्रसुत्वा सतदा प्रेतगोव्रती प्रदर्शयते तान् सर्वानिमान् च वचास्तदा। नारद कहन्ति राये मन देई शुण धनेश्वर विप्रଙ୍କୁ कहन्ति कालगुण। समनपुरर जेते जमदण्ड कथा पापी जन मानकर जेवण व्यवस्था। एथु अनंतरे विप्र शुण एक मने संसार मध्यरे जन्मिछन्ति जेते जने जेउ जन श्री गुरुଙ୍କ चरण न सेवी किय ବା ସେ ଅଟେ ଜଗନ୍ନାଥଙ୍କ ଭାବି। ସୁଜନ ଛାଡ଼ି କୁସଙ୍ଗେ ସଙ୍ଗ ଯେହୁ ହୋଇ ଆବର ଯେ ବଣ ଲୋକ ଅଟେ ଗୁରୁଦ୍ରୋହୀ। ଏହିପରି ପାପୀ ଜନ ଲଭିଲେ ମରଣ ଯମଦୂତ ମାନେ ତାକୁ ନିଅନ୍ତି ଧରିଣ। ନାସା ଶ୍ରବଣ ତାହାର ଛେଦନ କରନ୍ତି ସେହି ରନ୍ଧ୍ରେ ଲୌହ କିଳା ଧରିଣ ମାରନ୍ତି। ହାତ ଗୋଡ଼ ବାନ୍ଧି ତାକୁ ପକାନ୍ତି ନର୍କରେ ଲୁହା ବାଡ଼ି ଧରି ତାକୁ ପିଟନ୍ତି ପିଠିରେ। ସେ ନର୍କର ନାମ ଯେ ଅଟଇ କୁମ୍ଭୀପାକ ଅତି ଦୁର୍ଗନ୍ଧ ଆବର ଅତି ଦୁରାତ୍ମକ। ଅସଂଖ୍ୟ ଅସଂଖ୍ୟ ତହିଁ ପାପୀ ଦୋଷୀ ମାନେ କୃମି ଶରୀରରେ ପଡ଼ିଥାନ୍ତି ନର୍କ ସ୍ଥାନେ। କୋଟି କୋଟି ପାପୀ ଜନ ପଡ଼ିଥାନ୍ତି ତହିଁ ଜଣଙ୍କର ମାଂସ ଆନ ଜଣେ ଯାଏ ଖାଇ। ଆହୁରି କହୁଛି ଶୁଣ ଆହେ ଦ୍ୱିଜବର ଅଗ୍ନିଙ୍କର ସେବା ନ କରନ୍ତି ଯେଉଁ ନର ସେହିପରି ଲୋକଙ୍କର ଦଶା ଜାଣ ଯେତେ ସେ କଥା କହୁଛି ଏବେ ଶୁଣ ଏକ ଚିତ୍ତେ। ଅଗ୍ନି ଦେବତା ଅଟନ୍ତି ସ୍ୱୟଂ ନାରାୟଣ ସଂସାରର ଅଟନ୍ତି ସେ ପରମ କାରଣ। ଜଗତ ଜନମାନଙ୍କୁ ନିସ୍ତାରିବା ପାଇଁ ବିଜେ କରିଅଛନ୍ତି ଅନନ୍ତ ମୂର୍ତ୍ତି ବହି। ଅଗ୍ନି ଦେବତାଙ୍କୁ ଯେଉଁ ଲୋକ ତୋଷ କରି ସେହି ଲୋକ ଗୋଟି ଯେ ସଂସାରୁ ଯାନ୍ତି ତରି। ଅନଳ ଦେବତା ତୋଷ ହୁଅନ୍ତି ଯେଉଁ ପରି ସେହି କଥା ଗୋଟି ଶୁଣ କହିବା ବିସ୍ତାରି। ଅଗ୍ନି କି ଗୁଆ ଘୃତରେ ସନ୍ତୋଷ କରିବ କ୍ଷୁଧାର୍ତ ଜନମାନଙ୍କୁ ଅନ୍ନଦାନ ଦେବ। ସ୍ଥାବର ମାନଙ୍କ ପାଇଁ ଦେବ ଜଳଦାନ ଦରିଦ୍ରେ କରିବ ଦୟା ଭାବ ପ୍ରଦର୍ଶନ।
ପାରୁ ନ ପାରୁ ଆପଣା ଶକ୍ତି ଅନୁକ୍ରମେ ଅଗ୍ନି ଦେବତା ପୂଜା କରିବ ତଥା ଧର୍ମେ। ଏମନ୍ତ ନ କରି ସୁଖେ ଦିନ ଯେ ବଞ୍ଚଇ ଦରିଦ୍ର ଜନକୁ ଯାର ଦୟା ଭାବ ନାହିଁ। ବିଚାରିଲେ ଅଗ୍ନିହୋତ୍ରୀ ଅଟଇ ସେ ଜନ ଅନ୍ତକାଳେ ଆମ୍ଭ ହାତେ ପଡ଼ଇ ଆସିଣ। ସେହିପରି ପାପୀଙ୍କର ବେନି ହାତ କାଟି ତପତ ଚିକଣ ନେଇ ତାହାକୁ ଆଉଟି ଧୂଳି ମାଟି ପକାଇ ସେ ପାପୀଙ୍କର ତୁଣ୍ଡେ ତହୁଁ ପରେ ପକାଉଁ ତାହାକୁ ନରକ କୁଣ୍ଡେ। ରୌରବ ବୋଲିଣ ସେ ନରକର ନାମ ଅନଳ ତେଜ ପରାଏ ଅତି ଘୋରତମ। ସେହି ଘୋର ନରକରେ ପଡ଼ି ପାପୀ ଜନ ଅତି କଷ୍ଟେ ପଡ଼ି ଯାଉଥାଏ ତାର ଦିନ। କ୍ଷୁଧା ଅନଳରେ ହେଉଥାଏ ଛଟପଟ ରଡ଼ି କଲେ ପିଟୁ ଥାଉଁ ଘେନି କଣ୍ଟା ଛାଟ। ଏହି ପ୍ରକାରେ ସେହୁ ବହୁ ଦିନାନ୍ତରେ ଜନମ ହୁଅଇ ଆସି ସ୍ଥାବର ରୂପରେ ଷଡ଼ରିପୁ ତାପ ନୀଳଙ୍ଗରେ ସହଇ ବନପୋଡ଼ା ଅନଳରେ ଦହି ହେଉଥାଇ। ଏହିପରି 7 ବର୍ଷ ହୋଇଲେ ସମ୍ପୂର୍ଣ୍ଣ ମନୁଷ୍ୟ ରୂପରେ ଆସି ହୁଅଇ ଜନମ। ସାକ୍ଷାତରେ ବିପ୍ର ଯେ ଅଟନ୍ତି ବିଷ୍ଣୁମୟେ ତାହାଙ୍କର ଠାରେ ଯେହୁ ଅପରାଧୀ ହୁଏ। ଉତ୍ତମ ଦ୍ରବ୍ୟ ଦେଇ ଯେ ନ ସେବେ ପୟର କିୟ ବା ବିପ୍ରଙ୍କୁ ନିନ୍ଦା କରଇ ମୁଖର। ଏମନ୍ତ ପାପୀ ଲୋକମାନଙ୍କୁ ଧରି ଆଣି ଚର୍ମ ଦଉଡ଼ିରେ ତାର ବାନ୍ଧି ପାଦ ପାଣି ଲୌହ କଣ୍ଟା ଘେନି ତାର ବେନି ଚକ୍ଷୁ ତାଡ଼ି ମୁଣ୍ଡ ଉପରେ ତାହାର ପିଟୁ ଲୁହା ବାଡ଼ି ବିଶାଳ ଲୁହା ମଞ୍ଜୁଷା ବାନ୍ଧି ତାର ଦେଲେ ପକାଇ ଦେଉ ତାହାକୁ ପୁତି ଗନ୍ଧ ନର୍କେ। ଯେତେକ ବ୍ରାହ୍ମଣ ଠାରେ ଥାଏ ଦ୍ରୋହ କରି ତେତେ ଯୁଗ ଅନ୍ତେ ପୁଣି ଆସଇ ଉବୁରି ଆବର ଦେବତାଙ୍କୁ ଯେ ଜନ ନିନ୍ଦା କରେ ସେହିପରି ଲୋକ ଜାଣ ପ୍ରେତ ତନୁ ଧରେ। ତପତ କର୍ଦମ ନର୍କେ ପକାଉଁ ତାହାକୁ କାକ କୁକୁର ଶିବା ଭକ୍ଷନ୍ତି ତା ମାଂସକୁ। ଗୋରୁ ପୋଷି ଯେଉଁ ଜନ କରେ ଅବହେଳା ଏଣେ ତେଣେ ପଳାଇଲେ ନ କରେ ଶଙ୍ଖୋଳା। ବୃଦ୍ଧ ହେଲେ ଗୋରୁଙ୍କୁ ଯେ ସେବା ନ କରଇ ସେପରି ପାପୀ ରୌରବ ନର୍କରେ ପଡ଼ଇ। ଗୋଧିଙ୍କ ପରାଏ ହେଉଥାଏ ମହାକଷ୍ଟି ତାର ଉପରକୁ କରୁଥାଇ ଶିଳା ଦୃଷ୍ଟି। ଗଦା ମୁଦ୍ଗର ପରି ଘପୁଣି ଲୁହା ବାଡ଼ି ଉପରୁ ଅନବରତ ତା ଦେହରେ ପଡ଼ି। ଗୋରୁଙ୍କ ଶରୀରେ ଜାଣ ଯେତେ ଲୋମ ଥାଇ ତେତେ ବର୍ଷ ନରକ ମଧ୍ୟରେ ପଡ଼ି ରହି
ପୁଣି ସେ ଗୋରୁ ହୋଇଣ ଜନମଲ ଭଇ। ଏହି କଥା ଗୋଟି ଜାଣ ପ୍ରତ୍ୟକ୍ଷ ଅଟଇ। ଅତିଥି ଜନଙ୍କୁ ଯେହୁ କରନ୍ତି ନିରାଶ, ସକଳ ଧର୍ମ ତାହାର ହୋଇ ବିନାଶ। ନିରାଶ ହୋଇ ଅତିଥି ଘରୁ ଫେରି ଗଲେ, ତାର ପୁଣ୍ୟ କର୍ମ ଯାଏ ଅତିଥିଙ୍କ ତୁଲେ। ସେହିପରି ଲୋକ ଜାଣ ଅନ୍ତକାଳେ ଆସି, ଶିମୁଳି ବୃକ୍ଷର ତଳେ ରହି ସେ ବସି। ଭିକ୍ଷୁକ ରୂପ ଧରିଣ ବଞ୍ଚୁଥାଇ ଦୁଃଖେ, ଖାଇବାକୁ ନ ପାଇ ସେ ମରୁଥାଇ ଭୋକେ। ସାକ୍ଷାତରେ ଅଟଇଏ ସଞ୍ଜୀବନୀ ପୁରୀ, ଏଥିରେ କାହାକୁ କିଏ ଦେବ ବକାରି। ଦେଇନଥିଲେ କାହିଁରୁ ପାଇବ ସେ ଅନ୍ନ, ଏହି ପ୍ରକାରେ ତାର ସବୁ ଥାଇ ଦିନ। ଅତିଥିରେ ଅଶକତ ଅଟନ୍ତିଟି ଯେହୁ, ସାକ୍ଷାତେ ଅଭାଗ୍ୟବନ୍ତ ଅଟନ୍ତି ଯେ ସେହୁ। ତାହାର ଜୀବନ ଜାଣ ପଡ଼ି ଜମଆଳେ, କ୍ଷୁଧାର ଆରତେ କାନ୍ଦୁ ଥାଏ ସଦା କାଳେ। ବାନ୍ଧିଲେ ତାହାକୁ ଜାଣ ଯମଦୂତ ମାନେ, ନିର୍ଧୂମ ମାଡ଼ ମାରନ୍ତି ଦୟା ଛାଡ଼ି ମନେ। ଅଣ୍ଟା ଉପରେ ତାହାର ଦଉଡ଼ି ଲଗାଇ, ତପତ ବାଲି ଉପରେ ନିଅନ୍ତି ଚଲାଇ। ତୁଣ୍ଡ ଭିତରେ ତାର ପୁରାଇ ଇଟା ମାଟି, କଣ୍ଟା ଛାଟ ଘେନି ତାର ଶରୀରରେ ପିଟି। ଏହି ପ୍ରକାରେ ଜାଣ ନାନା ଦଣ୍ଡ ଦେଇ, ଶେଷରେ ନରକ କୁଣ୍ଡେ ନିବେଶନ୍ତି ନେଇ। ଯେ ବଣ ଗୃହସ୍ଥ ଧର୍ମ କର୍ମ ନ ଜାଣଇ, କୃପଣ ତାପଣ ବହି ଧନ ସଞ୍ଚୁଥାଇ। ସେହି ଧନ ଗୋଟି ଜାଣ ହୋଇ ଯେମନ୍ତ, ମୃତ୍ୟୁ କାଳେ ସମସାନେ ପାଉଁଶ ସଞ୍ଜାତ। ସେହି ଜାଣ ଯମପୁରେ ତାହାକୁ ଭୁଞ୍ଜଇ, ନରକ କୁଣ୍ଡରେ ପଡ଼ି ଗଞ୍ଜି ହେଉଥାଇ। ଆବର ଯେ ବଣ ଜନ ଅବିବେକ ପଣେ, ଆପଣା ଭୃତ୍ୟକୁ ଦଣ୍ଡୁଥାଏ ଅକାରଣେ। ସେହିପରି ଲୋକ ଜାଣ ମଲେ ଅନ୍ତକାଳେ, ତାହାକୁ ପକାଉ ନେଇ ହୋମ ନର୍କ ସ୍ଥଳେ। ସେହି ନର୍କ କୁଣ୍ଡେ ଜାଣ କର୍କଟ କୁମ୍ଭୀରେ, ଆବର ମତ୍ସ୍ୟ ମଗର ପୁଣି ସୁସମ୍ବରେ। ଏମନ୍ତେଣ ଯେତେ ଯେତେ ଜଳଚର ଯିବେ, ସେ ପାପୀମାନଙ୍କୁ ଜାଣ ଖାଉଥାନ୍ତି ସର୍ବେ। ଏହି ପ୍ରକାରେ 3 ଯୁଗ ବହିଗଲେ, ନିସ୍ତାର ହୁଏ ନରକୁ କିଞ୍ଚିତ ଧର୍ମ ବଳେ। ଆବର କହୁଛୁ ଶୁଣ ଆହେ ଦ୍ୱିଜବର, ଜାଣି ଶୁଣି ଜୀବ ହତ୍ୟା କଲେ ଯେଉଁ ନର। ସେହିପରି ପାପୀ ଜାଣ ପରଲୋକେ ଆସି,
ସାତ ଚଣ୍ଡାଳର ରୂପ ଆପଣେ ପ୍ରକାଶୀ। ସେପରି ପାପୀଙ୍କି ମାଡ଼ ମାରୁ ଯେ ନିର୍ଧୂମ, ନାସାଭେଦ କରି ପାଟ ଦଉଡ଼ି ବାନ୍ଧିଣ। ତାର ଗଳାରେ ବନଶୀ କଣ୍ଟା ବାନ୍ଧି କରି, ନର୍କ କୁଣ୍ଡ ଭିତରକୁ ନେଉ ଯେ ଘୋଷାରି। ସେ ଘୋର ନର୍କ କୁଣ୍ଡରେ ପଡ଼ିଯିବ ଦ୍ରୋହୀ, ଅତି ଆକୁଳ ହୋଇଣ ଲୋଡ଼ୁଥାଏ ତ୍ରାହି। ନର୍କ କୁଣ୍ଡେ ପଡ଼ି ପାପୀ ସଢ଼ି ମରୁଥାଏ, ଅନେକ ଅନେକ ଜୋକ ଲାଗନ୍ତି ତା ଦେହେ। ସେ ପାପୀ ଉପରେ ଉଡ଼ୁଥାନ୍ତି ଗୁଧ୍ର କାକ, ତଣ୍ଟି ଉପରେ ତାହାର ତର୍ଜନ୍ତି ଜମ୍ବୁକ। ସେପରି ପାପୀ ଲୋକଙ୍କୁ ପୀଡ଼ିବା ନିମନ୍ତେ ନର୍କ କୁଣ୍ଡ ତୀରେ ବସିଥାନ୍ତି ଅନିମିତ୍ତେ। ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏଁ ନର୍କେ ପଡ଼ିଥାଇ, ଆବରଜା ଠାରେ ଦୟା ଭାବ ଜାଣ ନାହିଁ। ସେ ପାପୀମାନଙ୍କୁ ମଧ୍ୟ ନେଇ ଯମପୁରେ, ଯମଦୂତେ ତାହାକୁ ଦଣ୍ଡନ୍ତି ଲୋହକାରେ। ଲୋହ ମଞ୍ଜୁଷ ତାହାର ବେକ ପରେ ଲଦି, ଲୋହ ମୂଷଳ ଘେନିଣ ମୁଣ୍ଡ ତାର ଛେଦି। ତପତ ଲୋହର ତାର ତୁଣ୍ଡେ ନେଇ ଭରି, ଲୁହା ବାଡ଼ିରେ ତାହାର ଶରୀରକୁ ମାରି। ଚରଣ ଉପରେ ତାର ଲୌହ ପାଶ ଦେଇ, ଲୌହ ମଞ୍ଜୁଷ ନେଇଣ ତା ଉପରେ লাই। ସେହିପରି ସେ ତପତ ବୈତରଣୀ ଜଳେ, ସେହିପରି ପାପୀ ଗୋଟି ଥାଏ କାଳେ କାଳେ। ଯଦିଓ ବା କିଞ୍ଚିତ ସୁକୃତ କରିଥାଏ, ଯୁଗାନ୍ତରେ ବହୁତ କଷ୍ଟେ ପାର ହୁଏ। ଆବର କହୁଛୁ ବିପ୍ର ଶୁଣ ହେତୁ କରି, ଯେ ବଣ ଲୋକଟି ଜାଣ କରଇ ଯେ ଚୋରି। ଅଥବା ଲୋକଙ୍କୁ ଯେହୁ କରଇ କପଟ, ପର ଦ୍ୱାରା କରଇ ଯେ ବଣ ଲମ୍ପଟ। ଏହି ତିନି ପାପୀ ମାନେ ଜାଣ କାଳେ କାଳେ, ପଡ଼ି ରହିଥାନ୍ତି ରବ ନର୍କ ସ୍ଥଳେ। ପୂଜ ଶୁଣିତ ଶୁକ୍ର ଆବର ପୁଣି ମଳ, ଏ ଚାରି ମିଶିଲେ ଜାଣ ହୁଏ ଯେଉଁ ସ୍ଥଳ। ଏ ତିନି ପାପୀ ସେ ଜଳ ମଧ୍ୟେ ପଡ଼ିଥାନ୍ତି, କ୍ଷୁଧା ପିପାସାରେ ପଡ଼ି ଜୀବନ ରଖନ୍ତି। ଯେ ବଣ ଜନ ଜାଣ ପରକୁ ନିନ୍ଦା କରି, ସେପରି ଲୋକ ମୁଖରେ ଗୁରୁଜ ପ୍ରହାରୀ। ସାଧୁ ସଜ୍ଜନଙ୍କୁ ଯେ ହିଂସନ୍ତି ଯେଉଁ ମୂଢ଼େ, ସେପରି ଲୋକଙ୍କୁ ଯେ ବସାଇ ଜନ୍ଦା କୁଢ଼େ। ଅଭକ୍ଷ ଭକ୍ଷଣ ଯେ କରନ୍ତି ଯେଉଁ ଜନ, ସେପରି ଲୋକର ବାସ ନରକ ସଦନ। ଯେ ବଣ ଜନ ଆପଣା ଜାତି ଧର୍ମ ଖଣ୍ଡି,
କୀଟଙ୍କୁ ଦଣ୍ଡେ ସେ ଲୋକ ହେଉଥାଇ ଦଣ୍ଡି। ଏହି କଥା ଗୋଟି ନ ଜାଣନ୍ତି ଜଡ଼ ମୂର୍ଖ। ଆତ୍ମା ପୁରୁଷକୁ ଯେ ଦିଅନ୍ତି ନାନା ଦୁଃଖ। ଦୂତମାନଙ୍କ ମୁଖରୁ ଏହିପରି ଶୁଣି ହୃଦ ପଦ୍ମେ ବିପ୍ର ଚିନ୍ତା କଲେ ଚକ୍ରପାଣି। ପୁଣି ଦୂତମାନଙ୍କୁ ପୁଛଇ ବିପ୍ରବର ଆହେ ଧର୍ମଯୁତ ମାନେ ମୋତେ ଦୟା କର। ମାୟା ମୋହ ସଂସାର ମଧ୍ୟରେ ଦେହ ବହି ଏଡ଼େକ ଜ୍ଞାନ ଯେ ହୁଅନ୍ତି କାହିଁ ପାଇଁ। ଯେତେ ଯେତେ ପ୍ରକାରେ କହିଲ ପାପ କୀର୍ତ୍ତି କିଏ ଅବା ଏଥିରୁ ଯେ ରହିବନି ବର୍ତ୍ତି। ଏଥକୁ ଯେ ପ୍ରତିକାର ଅଟେ ପୁଣି କିସ ସଦୟ ହୋଇଣ ମୋତେ କହ ଉପଦେଶ। ବିପ୍ରଙ୍କ ବଚନ ଯେ ଶୁଣିଣ ଯମଦୂତେ ବୋଲନ୍ତି ହେ ବିପ୍ର ତୁମ୍ଭେ ଶୁଣ ତ ସଚିତେ। କହିଗଲୁ ପାପୀ ଲୋକଙ୍କର ଯେତେ କଥା ପାପୀ ଲୋକମାନଙ୍କର ପାପ କର୍ମ ଯଥା। ଅଜ୍ଞାନପଣରେ ନରେ କରି ମହାପାପ ଆପଣା ଶରୀର ମଧ୍ୟେ ବହୁଛନ୍ତି ତାପ। ଯେ ବଣ ଜନ ଗୋଟିକ ଜାଣ ଏହା ଶୁଣି କାର୍ତ୍ତିକ ମହାବ୍ରତ କରନ୍ତି ପରିମାଣି। ତେବେ ଯାଇ ତାହାର ସକଳ ପାପ ଧ୍ୱଂସୀ ମୁଖ୍ୟ ହୋଇ ସେ ଅଚିନ୍ତା ପୁରେ ଯାଇ ବସି। ଆପଣା ମନ ମଧ୍ୟରେ ତୁମ୍ଭେ ହେତୁ କର ଏ ବାକ୍ୟ ଗୋଟିକ ଜାଣ ଅଟେ ନିରାଧାର। ତୁମ୍ଭେ ଯେବେ ବ୍ରାହ୍ମଣ ହୋ କାର୍ତ୍ତିକ ମାସରେ ରହି ନଥାନ୍ତି ଯଦି ସାଧୁ ସଙ୍ଗତରେ ସୁଗତି ତୁମ୍ଭର ଯେ ନୁହନ୍ତା କାଳେ କାଳେ ନରକ ମଧ୍ୟରେ ପଡ଼ିଥାନ୍ତି ଏତେବେଳେ। ତେଣୁ କରି ସିନା ନିସ୍ତାରିଲି ଏ ଦୁସ୍ତରୁ କେବଳ କାର୍ତ୍ତିକ କୃତ ବ୍ରତ ମହିମାରୁ। ଏହିପରି ବ୍ରାହ୍ମଣଙ୍କୁ କହି ଯମଦୂତେ ବିପ୍ର ତୁଲେ ଯମ ପାଶେ ଚଳିଲେ ତୁରିତେ। କହୁଛନ୍ତି ଜନ୍ତୁପତି ଦଇବର ଶୁଣ ତୁମ୍ଭ ନିକଟରେ ଥିଲା ଏଡ଼େ ବଡ଼ ଗୁଣ। ନ ଜାଣିବା ପଣେ ମୁହିଁ କଲି ବଡ଼ ଦୋଷ। ଯେଣୁ କରି ଅଟ ତୁମ୍ଭେ ମହତ ପୁରୁଷ। ଏଣୁ ମୋହର କଥାଏ ଶୁଣ ସାବଧାନେ ମୋହର ଏ ଦୋଷ ଗୋଟି ନ ଧରିବ ମନେ। ଯେ ବଣ ସମ୍ପଦେ ଇଚ୍ଛା ଅଟଇ ତୁମ୍ଭର ସନ୍ତୋଷେ ଦେବଇଁ ଏବେ ମାଗି ଘେନ ବର। ଧର୍ମରାଜାଙ୍କ ବଚନେ କହେ ଦ୍ୱିଜବର ଆହେ ଜନ୍ତୁପତି ଶୁଣ
ମୋହର ଉତ୍ତର। ବିଚାରି ବୁଝିଲେ ତୁହି ଅଟୁ ଜନ୍ତୁପତି, ତୋତେ ଜାଣ ଗୋଚର ହୋଇ ସର୍ବଗତି। ସମସ୍ତ ପ୍ରାଣୀମାନଙ୍କୁ କର୍ମ ପରିମାଣ, ଧର୍ମାଧର୍ମ କଥା ମାନ ତୋହି ଏକା ଜାଣୁ। ଯେ ବଣ ଲୋକ ଉପରେ ଦୟା ଯେବେ ବହୁ, ସେହି ଲୋକ ଗୋଟିଆନ ମାର୍ଗେ ଯିବ କାହୁଁ। ଏବେ ତୁମ୍ଭେ ମୋତେ ଜାଣ କର ଏହି ଦୟା, ମୋହର ଶରୀର ମଧ୍ୟେ ନାହିଁ ଆଉ ମାୟା। ଶେଷ ରୂପ ମୋତେ କର ହେ ଜନ୍ତୁ ଶେଖର, ଜନ୍ମ ମରଣକୁ ମୋର ଅଟେ ବଡ଼ ଡର। ଏଣୁ କରି ଆଉ ନ ବହିବି ଏହି ଦେହ, ଦେହ ରହିଲେ ଜାଣିଲା ଗଇ ମାୟା ମୋହ। ମୋହରୁ ଯେ ଲୋଭ ଜାତ ହୋଇ ନିଶ୍ଚିତ, ଲୋଭ ଘେନି ସିନା ଜାଣ ହୁଏ ପାପଗ୍ରସ୍ତ। ପାପ ଘେନି ସିନା ଜାଣ ହୁଏ ଜନ୍ମ ମୃତ୍ୟୁ, କେହି ଜାଣି ନ ପାରନ୍ତି ଏଥିର ଯେହେତୁ। ଏହିପରି ଆଜ୍ଞା ଗୋଟି ଦିଅ ସିନା ମୋତେ, ଯେବେ ଦୟା କରିଅଛ ଜାଣ ତୁମ୍ଭ ଚିତ୍ତେ। ଯୋନି ଦ୍ୱାରେ ଆଉ ମୁହିଁ ନ ହେବି ଜନମ, ପର ଉପକାରେ ରହି ଥିବି ନିଶିଦିନ। ଶୁଣି କରି ଜନ୍ତୁପତି ସନମତ କଲେ, ଏହି ଗତି ତୋତେ ଦେବା ବୋଲି ନ ବୋଇଲେ। ଯଜ୍ଞମାନଙ୍କ ମଧ୍ୟରେ ଯାର ଏବେ ରହ, ସହସ୍ର ଯୁଗ ପର୍ଯ୍ୟନ୍ତ ସୁଖେ ଭୋଗ ପାଅ। ଅତି ଅପୂର୍ବ ସୁନ୍ଦର ଦିବ୍ୟ ରୂପ ଧରି, ସୁଖେ ବିଳସିବ ସଦା ଧନପତି ସିରି। ତଦନ୍ତରେ ବିପ୍ର ତୁମ୍ଭେ ଆସି ମଧ୍ୟପୁରେ, ସଦା ସର୍ବଦା ରହିବ ପର ଉପକାରେ। ତୁମ୍ଭର ଶରୀରେ ଥିବ ସୁଶୀତଳ ଜଳ, ନଦୀ ସ୍ୱରୂପରେ ବହୁଥିବ ମଧ୍ୟସ୍ଥଳ। ସରଜୁ ନାମ ବୋଲିଣ ହେବ ପୁଣ୍ୟ ତୀର୍ଥ, ସାନନ୍ଦେ ପ୍ରାଣୀଙ୍କ ପୁଣ୍ୟ ହେବ ମନୋରଥ। ସକଳ ମନ କାମନା ହୋଇବ ଯେ ସିଦ୍ଧି, ଦିନେ ସରଜୁର ତୀରେ ପ୍ରଭୁ ଦୟାନିଧି। ଜନମିବେ ଅଯୋଧ୍ୟାରେ ରାମ ନାମ ବହି, ଲକ୍ଷ୍ମୀ ଜନମିବେ ନାମ ହୋଇବ ବୈଦେହୀ। ତୋର ଜଳ ଭକ୍ଷି ତୋତେ ମୁକ୍ତି କରିବେ, ଲକ୍ଷ୍ମୀ ନାରାୟଣ ତୋର ନିକଟେ ରହିବେ। ସେହିଠାରୁ ଯିବ ତୋର ଯୋନି ଜନ୍ମ ଦୋଷ, ଶୁଣି କରି ବ୍ରାହ୍ମଣ ଯେ ହୋଇଲା ସନ୍ତୋଷ। ଜନ୍ତୁପତିଙ୍କର ଏହି ସୁଧା ବାକ୍ୟ ଶୁଣି, ପୁଷ୍ପକ ବିମାନେ ବିପ୍ର
ବସିଲା ତକ୍ଷଣେ ପ୍ରବେଶ ହେଲା ଯାଇ ଯଜ୍ଞପୁରେ ଗନ୍ଧର୍ବ ଗଣଙ୍କ ସଙ୍ଗେ ରହିଲା ସୁଖରେ। ଅଳକାପୁର ମଧ୍ୟେ ରହିଲା ବିପ୍ର ଯାଇ ଆନନ୍ଦରେ ବିଳସିଲା ଦିବ୍ୟ ଭୋଗ ପାଇ। ସେ ବିପ୍ରର କଥା ଶୁଣିଲ ତ ସତ୍ୟଭାମା ଏମନ୍ତ ଅଟେ କାର୍ତ୍ତିକ ବ୍ରତର ମହିମା। କେବଳ ନୟନ ପଥେ ଦେଖି ଧନେଶ୍ୱର ଅଶେଷ ଦୁଃଖ ଦୂରିତ ହେଲା ତାର ଦୂର। ଏଣୁ କରି ସୁଜ୍ଞ ଜନେ ଏ ରସରେ ରସ ବିଚାରିଲେ କାର୍ତ୍ତିକ ଅଟଇ ପୁଣ୍ୟ ମାସ। କାର୍ତ୍ତିକ ସ୍ନାନ କରିବ ଶୁଦ୍ଧ ପୂତ ଚିତ୍ତେ ତୁଳସୀର ମୂଳେ ଦୀପ ଦାନ ଦେବ ନିତ୍ୟେ। ଏକ ମନ ଏକ ଚିତ୍ତେ ପୁରାଣ ଶିଖିବ ଲକ୍ଷ୍ମୀ ନାରାୟଣ ନାମ ହୃଦୟରେ ଜପିବ। ହରି ବୋଲ ନାମ ସଦା ରଟିବ ମୁଖରେ ନାରୀ ମାନେ ହୁଳ ହୁଳି ଦେବେ ଉଚ୍ଚ ସ୍ୱରେ। ଅତିଥି ମାନଙ୍କୁ ଡାକି ଦେବ ଅନ୍ନଦାନ ବାଳକଙ୍କୁ ବାଳ ଭୋଗ କରିବ ପ୍ରଦାନ। ଗୁରୁଙ୍କ ପାଦରେ ସେବା ଭକତି ଜଣାଇ ଭକ୍ତି ଭରେ ପ୍ରଣମିବ ନିଉଛାଳି ହୋଇ। ଇହ ଜନ୍ମ ସୁଖ ଅନ୍ତେ ବୈକୁଣ୍ଠେ ବସିବ ଭଣେ ନାକ ପାଳ ସତ୍ୟ ବାଣୀ ଅଟେ ଧ୍ରୁବ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक पुराणे धनेश्वर विप्रमोक्षणे भक्तनाक पाळकृते नाम 5विंशोऽध्याय।